ଉଜ୍ଜଳା ଯୋଜନାରେ ମାଗଣା ଏଲ୍‌ପିଜି କନେକ୍ସନ ନେବାକୁ ଚାହୁଁଛନ୍ତି କି? ତେବେ କ'ଣ ରହିଛି ନିୟମ ଏବଂ ସର୍ତ୍ତାବଳୀ ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ପରିବାରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ପାଇଁ ମୋଦି ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ଏହି ଯୋଜନା ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ପାରମ୍ପରିକ ଚୁଲିରୁ ମୁକ୍ତ କରିବା ଉପରେ ଧ୍ୟାନ ଦିଏ। ବିଶେଷ କଥା ହେଉଛି ଏହି ଯୋଜନା ଅଧୀନରେ ଗରିବ ପରିବାରକୁ ମାଗଣା ଏଲ୍‌ପିଜି କନେକ୍ସନ ଯୋଗାଇ ଦିଆଯାଏ। ଏହା ସହିତ କନେକ୍ସନ ନେବା ଉପରେ 1600 ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି, ଯାହାଦ୍ୱାରା ସେମାନେ ଗ୍ୟାସ୍ କନେକ୍ସନ ସହିତ ଜଡ଼ିତ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ କିଣିପାରିବେ। ଆସନ୍ତୁ ଆମେ ଏହି ଭିଡ଼ିଓରେ ଆପଣଙ୍କୁ କହିବୁ ଯେ ଉଜ୍ଜଳା ଯୋଜନାର ଲାଭ କିପରି ପାଇପାରିବେ ଏବଂ ଏଥିପାଇଁ ଆବେଦନ କରିବାର ପ୍ରକ୍ରିୟା କ'ଣ। ତେବେ ଆସନ୍ତୁ ପ୍ରଥମେ ଜାଣିବା ଉଜ୍ଜଳା ଯୋଜନାର ଲାଭ କାହାକୁ ମିଳେ। ମୋଦି ସରକାରଙ୍କ ଉଜ୍ଜଳା ଯୋଜନାରେ କେବଳ ମହିଳାମାନେ ମାଗଣା ଗ୍ୟାସ୍ ସିଲିଣ୍ଡର ଲାଭ ପାଇପାରିବେ ଏବଂ ତାହା ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ମହିଳାମାନେ ପାଇବେ। ପେଟ୍ରୋଲିୟମ ମନ୍ତ୍ରାଳୟର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ଉଜ୍ଜଳା 2.0 ଅଧୀନରେ ସଂଯୋଗ ପାଇବା ପାଇଁ ଯୋଗ୍ୟତା ସର୍ତ୍ତାବଳୀ ହେଉଛି ମହିଳା ଆବେଦନକାରୀଙ୍କ ବୟସ 18 ବର୍ଷ ହୋଇଥିବା ଆବଶ୍ୟକ। ଗୋଟିଏ ଘରେ ଅନ୍ୟ କୌଣସି ଏଲ୍‌ପିଜି କନେକ୍ସନ ରହିବା ଉଚିତ ନୁହେଁ। ଅନୁସୂଚିତ ଜାତି, ଜନଜାତି ଏବଂ ଯେକୌଣସି ଗରିବ ପରିବାରର ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଉଜ୍ଜଳା ଯୋଜନା ଇକେୱାଇସି ପାଇଁ କେଉଁ ଡକୁମେଣ୍ଟ ଆବଶ୍ୟକ। ପରିଚୟ ପ୍ରମାଣ ଭାବରେ ଆବେଦନକାରୀଙ୍କ ଆଧାର କାର୍ଡ଼ ଏବଂ ଠିକଣା ପ୍ରମାଣପତ୍ର, ଯେଉଁ ରାଜ୍ୟରୁ ଆବେଦନ କରାଯାଉଛି ସେହି ରାଜ୍ୟ ଦ୍ୱାରା ଜାରି କରାଯାଇଥିବା ରାସନ କାର୍ଡ଼, ପରିବାରର ଗଠନ ପ୍ରମାଣିତ କରୁଥିବା ଅନ୍ୟାନ୍ୟ ରାଜ୍ୟ ସରକାରୀ ଡକୁମେଣ୍ଟ, ଡକୁମେଣ୍ଟରେ ଦେଖାଯାଉଥିବା ହିତାଧିକାରୀ ଏବଂ ବୟସ୍କ ପରିବାର ସଦସ୍ୟଙ୍କ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ IFSC। ଏହି ଆବଶ୍ୟକୀୟ ଡକୁମେଣ୍ଟଗୁଡ଼ିକ ସହିତ ମହିଳା ଆବେଦନକାରୀମାନେ ସେମାନଙ୍କ ପସନ୍ଦର ଯେକୌଣସି ବିତରକଙ୍କ ନିକଟରେ କିମ୍ବା ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ ଦାଖଲ କରି ଆବେଦନ କରିପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଧନ୍ୟବାଦ।